ଯେତେବେଳେ ଗୋଟିଏ ମହିଳା ଶାରୀରିକ ସମ୍ପର୍କ ବନାଇବାର ଚରମ ଶୀର୍ଷରେ ଥାଆନ୍ତି, ତେବେ ସେ ଚାହିଁଥାନ୍ତି କି ପୁରୁଷ ପୂର୍ଣ୍ଣ ଶକ୍ତି ଲଗାଇ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତୁ, ଯାହାଦ୍ୱାରା ସେ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ହୋଇପାରିବେ। ଯେଉଁ ମହିଳାମାନଙ୍କର ଶାରୀରିକ ସମ୍ପର୍କ ବନାଇବାର ସବୁଠାରୁ ଅଧିକ ରୁଚି ରହିଥାଏ, ତେବେ ସେହି ମହିଳାମାନେ ପୁରୁଷର ପ୍ରାଇଭେଟ୍ ଅଙ୍ଗକୁ ନିଜ ପାଟିରେ ନେଇ ଚୁଷିବାର ଅଧିକ ସଉକ ରଖିଥାନ୍ତି। ଯେଉଁ ଝିଅମାନେ କହିଥାନ୍ତି ଯେ ପୁଅମାନେ ମୋ ପଛରେ ଗୋଡ଼େଇ ହେଉଛନ୍ତି, ତେବେ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଭଅଁରମାନେ ସୁଗନ୍ଧିତ ଫୁଲ ଚାରିପାଖରେ ଗୁଞ୍ଜରିତ ହୁଅନ୍ତି, କିନ୍ତୁ ସେମାନଙ୍କର ସମସ୍ତ ରସ ଶୋଷିବା ପରେ ସେମାନେ ଉଡ଼ିଯାଆନ୍ତି। ଏହା ତିକ୍ତ କିନ୍ତୁ ସତ୍ୟ ଅଟେ। ଛାଡ଼ପତ୍ର ଏପରି ଏକ ମାନସିକତା ହୋଇଥାଏ, ଯାହା ଏକକାଳୀନ 3 ପିଢ଼ିକୁ ନଷ୍ଟ କରିଦେଇଥାଏ। ତେଣୁ ମିଥ୍ୟା ଯୌତୁକ ମାମଲା ରୁଜୁ କରି ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଜୀବନ ନଷ୍ଟ କରନ୍ତୁ ନାହିଁ। ଯେଉଁମାନେ ଗୋଟିଏ ମହିଳାଙ୍କୁ ନ ଦେଖି କିମ୍ବା ପରୀକ୍ଷା ନ କରି ଚରିତ୍ରହୀନ ବୋଲି କୁହନ୍ତି, ସେମାନେ ହୁଏତ ଜାଣିନାହାନ୍ତି ଯେ ଯଦି ଗୋଟିଏ ମହିଳା ଚରିତ୍ରହୀନ ହୋଇଥାନ୍ତେ, ତେବେ ମହିଳାମାନେ ନୁହେଁ ବରଂ ପୁରୁଷମାନେ ବଳାତ୍କାରର ଶିକାର ହୋଇଥାନ୍ତେ। ଜୀବନରେ 3ଟି ଜିନିଷ କେବେ ବି ସମାନ ରହିନଥାଏ। ପ୍ରଥମ ଆପଣଙ୍କ ସମୟ, ଦ୍ୱିତୀୟ ଆପଣଙ୍କ ବୟସ ଏବଂ ତୃତୀୟ ଆପଣଙ୍କ ନିଜ ଲୋକ। ମହିଳାମାନେ କେବଳ ସେମାନଙ୍କର ରୂପ ଏବଂ ଶରୀର ପାଇଁ ସୁନ୍ଦର ହୋଇନଥାନ୍ତି, ବରଂ ସେମାନେ ଏଥିପାଇଁ ସୁନ୍ଦର ହୋଇଥାନ୍ତି କି କାରଣ ପ୍ରେମରେ ଧୋକା ଖାଇବା ପରେ ମଧ୍ୟ ସେମାନେ କୌଣସି ପୁଅ ଉପରେ ଏସିଡ୍ ଫିଙ୍ଗିନଥାନ୍ତି। ଏହା ତିକ୍ତ କିନ୍ତୁ ସତ୍ୟ ଅଟେ। କୌଣସି ମହିଳା ଏକୁଟିଆରେ ସେହି ପୁରୁଷକୁ ନିଜ ସ୍ତନରେ ହାତ ମାରିବାକୁ ଦେଇଥାନ୍ତି, ଯେଉଁ ପୁରୁଷ ଗୋଟିଏ ଥର ତାଙ୍କର ବିଶ୍ୱାସ ଓ ଭରସାକୁ ଜିତି ନେଇଥାନ୍ତି।